ରାତିର ତୃତୀୟ ପହରି ଥିଲା। ଘଞ୍ଚ ଜଙ୍ଗଲ ମଝିରେ କଚ୍ଚା ରାସ୍ତା ଦେଇ ବିଶାଲ ଏକୁଟିଆ ଯାଉଥିଲେ। ତାଙ୍କ ବାଇକ୍ ଟାୟାର ପମ୍ପଚର ହୋଇଯାଇଥିଲା। ସାହାଯ୍ୟ ପାଇବା ଆଶା ନଥିଲା। ଚାରିଆଡ଼େ ସମ୍ପୂର୍ଣ୍ଣ ଅନ୍ଧାର ଥିଲା। କେବଳ ଝାପ୍ସା ଜହ୍ନ ଆଲୋକ ତାଙ୍କୁ ବାଟ ଦେଖାଉଥିଲା। ଚାଲିବା ସମୟରେ ବିଶାଲ ଅନୁଭବ କଲେ ଯେ କେହି ତାଙ୍କୁ ଅନୁସରଣ କରୁଛନ୍ତି। ସେ ପଛକୁ ଚାହିଁଲେ କିନ୍ତୁ ସେଠାରେ କେହି ନଥିଲେ। ସେ ଏହାକୁ ଏକ ଭ୍ରମ ଭାବରେ ଅଣଦେଖା କରି ଦ୍ରୁତ ଗତିରେ ଚାଲିବା ଆରମ୍ଭ କଲେ। କିନ୍ତୁ ସେ ଆଗକୁ ଯିବା ମାତ୍ରେ ଶୁଖିଲା ପତ୍ରର ଶବ୍ଦ ଶୁଣିଲେ। ଏଥର ସେ ଦେଖିଲେ ଗୋଟେ ଛାଇ ମନୁଷ୍ୟ ସଦୃଶ ଥିଲା, କିନ୍ତୁ ଏହାର ଆଖି ଲାଲ ଥିଲା। ବିଶାଲ ଭୟଭୀତ ହୋଇ ଦୌଡ଼ିବାକୁ ଲାଗିଲେ, କିନ୍ତୁ ସେ ଯେତେ ଶୀଘ୍ର ଦୌଡ଼ିଲେ ଛାଇ ମଧ୍ୟ ସେତେ ଶୀଘ୍ର ଦୌଡ଼ୁଥିଲା। ବିଶାଲ, କାହିଁକି ଦୌଡୁଛୁ? ଏହି ଶବ୍ଦ ଶୁଣି ବିଶାଲ ଚାଲିବା ବନ୍ଦ କରିଦେଲେ, ଯେମିତିକି ଏହି ଶବ୍ଦ ସେ ଆଗରୁ ଶୁଣିଥିଲେ। ବିଶାଲ ସାହସ ଜୁଟାଇ ପଚାରିଲେ, ତୁମେ କିଏ? ମୋ ପଛେ ପଛେ କାହିଁକି ଆସୁଛ? ମୁଁ ସେଇ ବର୍ଷ ଯାହାକୁ ତୁମେ ସେଇ ଜଙ୍ଗଲରେ ଛାଡ଼ି ଦେଇଥିଲ, ମନେ ଅଛି? ଯେଉଁ ରାତିରେ ସେ ତୁମକୁ ସାହାଯ୍ୟ ମାଗୁଥିଲା। ତାଙ୍କର ମନେ ପଡ଼ିଗଲା ଯେ ବର୍ଷେ ପୂର୍ବରୁ ସେ ନିଜ ବନ୍ଧୁ ଅର୍ଜୁନକୁ ଏହି ଜଙ୍ଗଲରେ ଏକୁଟିଆ ଛାଡ଼ି ଦେଇଥିଲେ। ଯେତେବେଳେ ଦୁହେଁ ଏକ ପାର୍ଟିରୁ ଫେରୁଥିଲେ, ଅର୍ଜୁନ ସାହାଯ୍ୟ ମାଗୁଥିଲେ, କିନ୍ତୁ ବିଶାଲ ନିଜ ଜୀବନ ରକ୍ଷା କରିବାକୁ ପଳାଇ ଯାଇଥିଲେ। ତୁମେ ଅର୍ଜୁନ? ଅର୍ଜୁନ ଆଉ ନାହାନ୍ତି, କିନ୍ତୁ ତାଙ୍କର ଆତ୍ମା ଏପର୍ଯ୍ୟନ୍ତ ଏଣେ ତେଣେ ବୁଲୁଛନ୍ତି। ଆଉ ବର୍ତ୍ତମାନ ଏହା ତୁମର ପାଳି। ହଠାତ୍ ଛାଇ ବିଶାଲକୁ ଘୋଡ଼ାଇ ଦେଲା। ବିଶାଲ ଚିତ୍କାର କରିବାକୁ ଚେଷ୍ଟା କଲେ, କିନ୍ତୁ ତାଙ୍କ ସ୍ୱର ବାହାରକୁ ଆସିଲା ନାହିଁ। ପରବର୍ତ୍ତୀ ମୁହୂର୍ତ୍ତରେ ସେ ଛାଇ ସହିତ ଘନ ଅନ୍ଧାରରେ ଅଦୃଶ୍ୟ ହୋଇଗଲେ। ସକାଳେ ଯେତେବେଳେ ଗ୍ରାମବାସୀ ବିଶାଲଙ୍କ ବାଇକ୍ ରାସ୍ତା କଡ଼ରେ ପଡ଼ିଥିବାର ଦେଖି ସେମାନେ ଖୋଜିବାକୁ ବାହାରକୁ ଯାଇଥିଲେ, କିନ୍ତୁ ତାଙ୍କ କୌଣସି ପତ୍ତା ମିଳିନଥିଲା। ଲୋକମାନେ କୁହନ୍ତି ଯେ ଯିଏ ଏକାକୀ ସେହି ଜଙ୍ଗଲ ରାସ୍ତା ଦେଇ ଯାଏ, ଛାଇ ତାଙ୍କୁ ଏହାର ଶିକାର କରିଥାଏ। ସେହିଦିନ ପରେ ସେହି ଜଙ୍ଗଲ ନିକଟକୁ ଯିବାକୁ କେହି ସାହସ କରନ୍ତି ନାହିଁ। ହରର ଷ୍ଟୋରି। ଯଦି ଆମ ହରର ଷ୍ଟୋରି ଆପଣଙ୍କୁ ଭଲ ଲାଗୁଛି, ଲାଇକ୍, କମେଣ୍ଟ, ସବସ୍କ୍ରାଇବ୍ କରନ୍ତୁ।